ଏବେ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବହୁତ ବଡ଼ ଗୋଟେ ଅପଡେଟ୍ ହୋଇଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ସର୍ଭେ ଚାଲିଛି। ଏହି ସର୍ଭେ ସମୟରେ ବହୁତ ସାରା ହିତାଧିକାରୀ ଯାହାକି ବହୁତ ସାରା ପ୍ରୋବ୍ଲେମ୍ର ଫେସ୍ କରୁଛନ୍ତି। ଯେମିତି ଆପଣଙ୍କର ପ୍ରୋବ୍ଲେମ୍ ଫାଷ୍ଟ ରହିଛି ଆପଣଙ୍କର ଯେଉଁ ଆପ୍ଲିକେସନ୍ ମାଧ୍ୟମରେ ଆପଣ ଏଥର ଯେଉଁ ସର୍ଭେ କରୁଛନ୍ତି, ଆପ୍ଲିକେସନ୍ରେ ଆପଣଙ୍କର ଆଧାର ନମ୍ବରଟି ଦେଇଦେଲା ପରେ ଯେଉଁ ଆପଣମାନେ ଅଥେଣ୍ଟିକେସନ୍ କରୁଛନ୍ତି, ଅଥେଣ୍ଟିକେସନ୍ କଲା ସମୟରେ ଯାହାକି ଏରର୍ ଶୋ କରୁଛି, ଆପଣଙ୍କର ଏରର୍ ଶୋ କରୁଛି। ଏଇଟା ଆପଣଙ୍କର ଫାଷ୍ଟ ଗୋଟେ ପ୍ରୋବ୍ଲେମ୍ ରହିଛି। ତା ସହିତ ଦେଖନ୍ତୁ ଆପଣଙ୍କର ଆପ୍ଲିକେସନ୍ରେ ଆପଣଙ୍କର ଫେସ୍ ସ୍କାନିଂ କରିକି ଆପଣଙ୍କର ଯାହା ବି ଡକ୍ୟୁମେଣ୍ଟ ରହିଛି ସେଇ ଡକ୍ୟୁମେଣ୍ଟଟିକୁ ଫିଲ୍ଅପ୍ କରିସାରିଲା ପରେ ଯେତେବେଳେ ଆପଣମାନେ ଅପଲୋଡ଼ କରୁଛନ୍ତି, ଆପଣଙ୍କର ଯେଉଁ ଅପଲୋଡ଼ କରାଯାଉଛି, ଅପଲୋଡ଼ କଲା ସମୟରେ କ'ଣ ହେଉଛି ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି, ଆପଣଙ୍କର ଯେଉଁ ଆଧାର କାର୍ଡ଼ ଏବଂ ଆପଣଙ୍କର ଜବ୍ କାର୍ଡ଼ এই দুইটা କ'ଣ ହେଉଛି ଆପଣଙ୍କର ଭେରିଫାଏ ହେଉନି। ଏ ଦୁଇଟା ଆପଣଙ୍କର ଭେରିଫାଏ ହେଉନି। ବହୁତ ଲୋକଙ୍କର ଯାହାକି ଏଇଟା ଆପଣଙ୍କର ଗୋଟେ ପ୍ରୋବ୍ଲେମ୍ ରହିଛି। ତା ସହିତ ଦେଖନ୍ତୁ ଆପଣମାନେ ଯେଉଁ ଫଟୋ କ୍ୟାପଚର୍ କରୁଛନ୍ତି, ଲାଷ୍ଟରେ ଆପଣଙ୍କର ଯେଉଁ ଫଟୋ ଲାଗୁଛି ସେଇଠି ଦେଖନ୍ତୁ ଆପଣଙ୍କର 15 ମିଟର ଡିଷ୍ଟାନ୍ସ ଆପଣଙ୍କର ଏଇଠି ଦେଖନ୍ତୁ ଆପଣଙ୍କର 15 ମିଟର ନା 5 ମିଟର ଆପଣଙ୍କର ସେଇଠି ଗୋଟେ ଡିଷ୍ଟାନ୍ସ ଲେଖା ହେଉଛି। ସେଇଠି ଆପଣଙ୍କର ଯେଉଁ ଡିଷ୍ଟାନ୍ସ ଲେଖା ହେଉଛି ସେଇଟା କ'ଣ ଆପଣମାନଙ୍କୁ ମୁଁ ସେଇଟା ମଧ୍ୟ ବତେଇଦେବି। ଦେଖନ୍ତୁ ଏ ଯେଉଁ ଆପଣଙ୍କର ପ୍ରୋବ୍ଲେମ୍ ରହିଛି, ଯେଉଁ ଆପଣଙ୍କର ପ୍ରୋବ୍ଲେମ୍ ରହିଛି କ'ଣ କ'ଣ ମେନ୍ ପ୍ରୋବ୍ଲେମ୍ ରହିଛି ତ ଆପଣମାନେ ଜାଣିପାରିଲେ। এই ଯେଉଁ ଆପଣଙ୍କର ପ୍ରୋବ୍ଲେମ୍ ରହିଛି ଏ ପ୍ରୋବ୍ଲେମ୍ଟିକୁ ଆପଣମାନେ କେମିତି ସମାଧାନ କରିପାରିବେ। ଫାଷ୍ଟ ଆପଣଙ୍କର ଯେଉଁ ପ୍ରୋବ୍ଲେମ୍ ରହିଛି ଦେଖନ୍ତୁ ମୁଁ କହିଦେଉଛି, ଯେଉଁମାନଙ୍କର ଆଧାର ନମ୍ବରଟି ଦେଇଦେଲା ପରେ ଆପଣଙ୍କର ଯେଉଁ ଆପ୍ଲିକେସନ୍ ରହିଛି ସେଇ ଆପ୍ଲିକେସନ୍ରେ ଆପଣଙ୍କର ଆଧାର ନମ୍ବର ଦେଇଦେଲା ପରେ ଯେଉଁ ଆପଣଙ୍କର ଅଥେଣ୍ଟିକେସନ୍ କରାଯାଉଛି, ସେଇ ଅଥେଣ୍ଟିକେସନ୍ କଲାପରେ କ'ଣ ହେଉଛି ଆପଣଙ୍କର ଯେଉଁ ଏରର୍ ଯେଉଁମାନଙ୍କର ଶୋ କରୁଛି ସେମାନେ କ'ଣ କରିବେ ଆପଣଙ୍କର ଯେଉଁ ଆବାସ ପ୍ଲସ୍ ଆପ୍ଲିକେସନ୍ ରହିଛି ସେଇ ଆବାସ ପ୍ଲସ୍ ଆପ୍ଲିକେସନ୍କୁ ଅନଇନଷ୍ଟଲ୍ କରିଦେବେ। ଆପଣଙ୍କର ଯେଉଁ ଆଣ୍ଡ୍ରଏଡ଼୍ ମୋବାଇଲ୍ ଆପଣଙ୍କର ଯେଉଁ ରହିଛି, ଆପଣଙ୍କର ଯେଉଁ ମୋବାଇଲ୍ ରହିଛି ସେ ମୋବାଇଲ୍ରେ ସେଇ ଆପ୍ଲିକେସନ୍ଟିକୁ ଅନଇନଷ୍ଟଲ୍ କରିଦେବେ। ଅନଇନଷ୍ଟଲ୍ କରିଦେଲା ପରେ ଆପଣମାନେ କ'ଣ କରିବେ ଆଉ ଥରେ ଆପଣମାନେ ସେଇ ଆପ୍ଲିକେସନ୍ଟିକୁ ଯାହାକି ଡାଉନଲୋଡ଼୍ କରିଦେବେ। ଦେଖନ୍ତୁ ମୁଁ କେମିତି ଡାଉନଲୋଡ଼୍ କରିପାରିବେ ଦେଖାଦେଉଛି। କେଉଁଠି ଆପଣ ଡାଉନଲୋଡ଼୍ କରିପାରିଲେ ଆପଣଙ୍କର ଠିକ୍ସେ ସେଇ ଆପ୍ଲିକେସନ୍ଟି ପାଇପାରିବେ। ଦେଖନ୍ତୁ ଆପଣମାନେ କ'ଣ କରିବେ ଆପଣଙ୍କ ମୋବାଇଲ୍ରେ RH ଓଡ଼ିଶା ଲେଖିଦେବେ। RH ଓଡ଼ିଶା ଲେଖିଦେଲା ପରେ ଏମିତି ଆପଣଙ୍କର ପେଜ୍ ଓପନ୍ ହୋଇଯିବ। ଓପନ୍ ହୋଇଗଲା ପରେ ସେମିତି ଆପଣ ମୁଁ ଯେମିତି କ୍ଲିକ୍ କଲି ସେମିତି ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଏଇଠି ଦେଖନ୍ତୁ ଆପଣଙ୍କର ଆପ୍ଲିକେସନ୍ ଅଛି ଆବାସ ପ୍ଲସ୍ 2024 ଆପ୍ ଏବଂ ଆପଣଙ୍କର ଆଉ ଗୋଟେ ରହିଛି ଆଧାର ଫେସ୍ ଆପ୍ଲିକେସନ୍। ଆପଣ କ'ଣ କରିବେ ଉପରେ ଯେଉଁ ଆପଣଙ୍କର ଫାଷ୍ଟ ରହିଛି ସେଇ ଆପ୍ଲିକେସନ୍ଟିକୁ ପ୍ରଥମେ ଡାଉନଲୋଡ଼୍ କରିଦେବେ। ତାପରେ ଆପଣମାନେ କ'ଣ କରିବେ ଆଧାର ଫେସ୍ ଆପ୍ଲିକେସନ୍ ରହିଛି ଯେଉଁଟା ଯେଉଁ ଆପଣଙ୍କର ଅଥେଣ୍ଟିକେସନ୍ କରିବା ପାଇଁ ଯେଉଁ ଆପ୍ଲିକେସନ୍ ରହିଛି ସେଇ ଆପ୍ଲିକେସନ୍ଟିକୁ ମଧ୍ୟ ଆପଣମାନେ ଡାଉନଲୋଡ଼୍ କରିଦେବେ। ଦେଖନ୍ତୁ ଏଇ ଦୁଇଟା ଆପ୍ଲିକେସନ୍ ଆପଣମାନେ ଡାଉନଲୋଡ଼୍ କରିଦେଲା ପରେ ପୁଣି ଥରେ ଆପଣମାନେ ଆପଣଙ୍କର ଆଧାର ନମ୍ବର ଏବଂ ଆପଣମାନେ ସେଇଠି ଦେଇଦେଲା ପରେ ଅଥେଣ୍ଟିକେସନ୍ କରିପାରିବେ। ଦେଖନ୍ତୁ ଏଇଟା ଆପଣଙ୍କର ଫାଷ୍ଟ ପ୍ରୋବ୍ଲେମ୍। এই ପ୍ରୋବ୍ଲେମ୍ଟିକୁ ଆପଣ ଏମିତି ସଲ୍ଭ କରିପାରିବେ। ନେକ୍ସଟ ଆପଣଙ୍କର କ'ଣ ରହିଛି ଆପଣମାନେ ଯେଉଁ ସର୍ଭେ କରୁଛନ୍ତି, ଦେଖନ୍ତୁ କିଛି ହିତାଧିକାରୀ ଦେଖନ୍ତୁ ଆପଣଙ୍କର ଏଇ ଯେଉଁ ସର୍ଭେଟିକୁ ଠିକ୍ସେ କରିପାରୁନାହାନ୍ତି। ଯେଉଁମାନେ ପୁରା ଠିକ୍ସେ କରିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଦେଖନ୍ତୁ ଏଇଠି ଆପଣଙ୍କର ସର୍ଭେ ପ୍ରଣାଳୀ ବୋଲି ଆପଣଙ୍କର ଗୋଟେ ଦେଖନ୍ତୁ ରହିଛି। ଏଇଠି ଆପଣମାନେ ଯାଇକି କ୍ଲିକ୍ କରିକି ଡାଉନଲୋଡ଼୍ କରିପାରିବେ। ଦେଖନ୍ତୁ ଆପଣମାନଙ୍କୁ କୌଣସି ୟୁଟ୍ୟୁବର୍ର ଭିଡ଼ିଓ ଦେଖିବାକୁ ପଡ଼ିବନି, କାହିଁକିନା କିଛି ୟୁଟ୍ୟୁବର୍ କମ୍ ଜାଣିକି ସେମାନେ ଯାଇକି ଭିଡ଼ିଓ ପୋଷ୍ଟ କରିଦେଉଛନ୍ତି। ସେଥିପାଇଁ ସରକାରଙ୍କ ତରଫରୁ ଯାହା ବି ଆପଣଙ୍କର ପ୍ରୋସେସ୍ ରହିଛି ସେଇ ପ୍ରୋସେସ୍ ଅନୁସାରେ ଆପଣମାନେ ଯାହାକି ସର୍ଭେ କରନ୍ତୁ। ଆପଣମାନେ କେମିତି ସେଇ ଠିକ୍ ପ୍ରୋସେସ୍ରେ ସର୍ଭେ କରିପାରିବେ। ଦେଖନ୍ତୁ ସର୍ଭେ ପ୍ରଣାଳୀ ରହିଛି ଏଇଠି ଆପଣଙ୍କର ଡାଉନଲୋଡ଼୍ ରହିଛି। ଡାଉନଲୋଡ଼୍ରେ ଆପଣ କ୍ଲିକ୍ କରିଦେବେ। ଡାଉନଲୋଡ଼୍ରେ କ୍ଲିକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଗୋଟେ PDF ଏଇଠି ଓପନ୍ ହୋଇଯିବ। ଦେଖନ୍ତୁ ଏମିତି ଗୋଟେ ଆପଣଙ୍କର PDF ଓପନ୍ ହୋଇଗଲା ପରେ ଆବାସ ପ୍ଲସ୍ ସର୍ଭେ ପ୍ରଣାଳୀ ରହିଛି। ଏଠି ଦେଖନ୍ତୁ ଆପଣଙ୍କର ପୁରା ଷ୍ଟେପ୍ ବାଇ ଷ୍ଟେପ୍ ରହିଛି। ଆପଣ କେମିତି ଫେସ୍ ସ୍କାନିଂ କରିବେ, ଆପଣଙ୍କର କେମିତି ଡକ୍ୟୁମେଣ୍ଟ କରିବେ, ଆପଣଙ୍କର ବ୍ଲକ ପଞ୍ଚାୟତ ଗ୍ରାମ ପଞ୍ଚାୟତ ଏଇଟା ଆପଣଙ୍କର ପୁରା ଡିଟେଲ୍ ରହିଛି। এই ପ୍ରୋସେସ୍ରେ ଆପଣମାନେ ଯାହାକି ଆପଣଙ୍କର ସର୍ଭେଟିକୁ କମ୍ପ୍ଲିଟ୍ କରିପାରିବେ। ଦେଖନ୍ତୁ ଆପଣଙ୍କର ଫଟୋ କେମିତି ଦେବେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ରହିଛି। ଆପଣମାନଙ୍କୁ ଆଉ କିଛି ଅଲଗା ଲୋକଙ୍କର ଭିଡ଼ିଓ ଦେଖିବାକୁ ପଡ଼ିବନି। ଆପଣ এই ପ୍ରୋସେସ୍ରେ କରିକି ଆପଣଙ୍କର ସର୍ଭେଟିକୁ ସଠିକ୍ ମାତ୍ରାରେ ଯାହାକି କମ୍ପ୍ଲିଟ୍ କରିପାରିବେ। ତାପରେ ଦେଖନ୍ତୁ ଆପଣମାନେ କ'ଣ କରିବେ ଏଇଟା ଆପଣଙ୍କର ଗୋଟେ ପ୍ରୋବ୍ଲେମ୍ ରହିଛି। এই ପ୍ରୋବ୍ଲେମ୍ ଆପଣଙ୍କର ସଲ୍ଭ ହୋଇଗଲା ପରେ ଆଉ ଗୋଟେ ଆପଣଙ୍କର ପ୍ରୋବ୍ଲେମ୍ ରହିଛି। ଦେଖନ୍ତୁ ଯାହାକି ବହୁତ ଲୋକଙ୍କ କ୍ଷେତ୍ରରେ ଏମିତି ହେଇଛି ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି, ଆଧାର କାର୍ଡ଼ ଆପଣଙ୍କର
ଭେରିଫାଏ ହେଉନି ଏବଂ ଆପଣଙ୍କର ଯେଉଁ ଜବ୍ କାର୍ଡ଼ ରହିଛି ସେଇ ଜବ୍ କାର୍ଡ଼ଟି ମଧ୍ୟ ଭେରିଫାଏ ହେଉନି। କାହିଁକି ଆପଣଙ୍କର ଭେରିଫାଏ ହେଉନି? ଦେଖନ୍ତୁ ଏଇଠି ଆପଣଙ୍କର ଗୋଟେ ବଡ଼ ରିଜନ୍ ରହିଛି। ପ୍ରଥମେ ଆପଣଙ୍କର ଆଧାର କାର୍ଡ଼ କାହିଁକି ଭେରିଫାଏ ହେଉନି ଆପଣଙ୍କୁ ମୁଁ ଦେଖନ୍ତୁ କହିଦେଉଛି। ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି ଆଧାର କାର୍ଡ଼ରେ ଯେମିତି ଆପଣଙ୍କର ନାଁ ଲେଖାଇଛି, ଦେଖନ୍ତୁ ଜଣଙ୍କର ନାଁ ଦେଖନ୍ତୁ ରାମ, ଆପଣଙ୍କର ଆଧାର କାର୍ଡ଼ରେ RAM ଲେଖାଇଛି, କିନ୍ତୁ ଆପଣଙ୍କର ଯେଉଁ ଜବ୍ କାର୍ଡ଼ ରହିଛି ସେଇ ଜବ୍ କାର୍ଡ଼ରେ କ'ଣ ହେଇଛି ଖାଲି ରାମ ରହିଛି, ଖାଲି ଆପଣଙ୍କର ରାମ ଲେଖାଇଛି। ତାହେଲେ ଏଇଠି ଆପଣଙ୍କର ଭେରିଫାଏ ନେବନି, ଆପଣଙ୍କର ଆଉ ଗୋଟିଏ ଏ ଲାଗିବ। ଏମିତି ଆପଣଙ୍କର ଯଦି ଭୁଲ ଥିବ ତାହେଲେ ଆପଣଙ୍କର ଭେରିଫାଏ ହେବନି। ଆପଣଙ୍କର ଜବ୍ କାର୍ଡ଼ରେ ମଧ୍ୟ ସେମ୍ ରହିଛି, ଜବ୍ କାର୍ଡ଼ରେ ଆପଣଙ୍କର ନାଁ ମଧ୍ୟ ସେମିତି ଭୁଲ ଥିଲେ ସେମିତି ଆପଣଙ୍କର ଜବ୍ କାର୍ଡ଼ ମଧ୍ୟ ଭେରିଫାଏ ହେବନି। ଆପଣଙ୍କର ଜବ୍ କାର୍ଡ଼ ଏବଂ ଆଧାର କାର୍ଡ଼ରେ ନାଁ ଆପଣଙ୍କର ଠିକ୍ ଠାକ୍ ହେଇଥିବା କଥା। ତା ସହିତ ଆଉ ଗୋଟିଏ ଆପଣଙ୍କର ବଡ଼ ପ୍ରୋବ୍ଲେମ୍ ରହିଛି। ଦେଖନ୍ତୁ ଯେଉଁମାନଙ୍କର ନାଁରେ ଆପଣଙ୍କର ଜବ୍ କାର୍ଡ଼ରେ ନାଁ ଲିଷ୍ଟରେ ନାହିଁ, ଦେଖନ୍ତୁ ଆପଣଙ୍କର ଯେଉଁ ଜବ୍ କାର୍ଡ଼ ରହିଛି ସେଇ ଜବ୍ କାର୍ଡ଼ରେ 3 ଲୋକଙ୍କର ନାଁ ରହିଛି, କିନ୍ତୁ ଆପଣଙ୍କର ଦେଖନ୍ତୁ 3ଟା ଭାଇ ଅଛନ୍ତି, 3ଟା ଭାଇଙ୍କର ନାଁ ରହିଛି, କିନ୍ତୁ ତାଙ୍କର ଯେଉଁ ୱାଇଫ୍ ମାନେ ରହିଛନ୍ତି ୱାଇଫ୍ମାନଙ୍କ ନାଁରେ ଆପଣଙ୍କର ଏଇଟା ସର୍ଭେ କରାଯାଉଛି। ଯେହେତୁ ସେମାନେ କ'ଣ କରୁଛନ୍ତି ତାଙ୍କ ୱାଇଫ୍ର ନାଁ ଦେଇଦେଲା ପରେ ସେଇଠି ଆପଣଙ୍କର ଭେରିଫାଏ ନେଉନି। ଆପଣଙ୍କୁ ଏଠି କ'ଣ କରିବାକୁ ପଡ଼ିବ, ଆପଣଙ୍କର ଜବ୍ କାର୍ଡ଼ରେ ତାଙ୍କର ନାଁ ମଧ୍ୟ ଆଡ଼୍ କରିବାକୁ ପଡ଼ିବ। ଆପଣଙ୍କ ଯେଉଁ ମହିଳା ରହିଛନ୍ତି ସେଇ ମହିଳାମାନଙ୍କ ନାଁ ଯଦି ନାହିଁ ତାହେଲେ ଆପଣମାନଙ୍କୁ ସେଇଠି ଆଡ଼୍ କରିବାକୁ ପଡ଼ିବ। ଆପଣମାନେ ଆଡ଼୍ କଲା ପରେ ଯାହାକି ସର୍ଭେ କରିପାରିବେ। ଆପଣଙ୍କର ଗୋଟିଏ ଜବ୍ କାର୍ଡ଼ରେ ଗୋଟେ ପରିବାରର ଜଣେ ଆପଣମାନେ ସର୍ଭେ କରିପାରିବେ। ଆପଣଙ୍କ ପରିବାରରେ ଯଦି ଆହୁରି ମଧ୍ୟ ଯୋଗ୍ୟ ଥିବେ ସେମାନେ ସର୍ଭେ କରିପାରିବେନି, ସେମାନଙ୍କୁ ସର୍ଭେ କରିବା ପାଇଁ ଆଉ ଗୋଟିଏ ଜବ୍ କାର୍ଡ଼ କରିବାକୁ ପଡ଼ିବ, ନହେଲେ ସେମାନେ ସର୍ଭେ କରିପାରିବେନି। ଏଇଟା ଆପଣଙ୍କର ସବୁଠାରୁ ବଡ଼ ପ୍ରୋବ୍ଲେମ୍ ରହିଛି। ଏଇ ପ୍ରୋବ୍ଲେମ୍ଟିକୁ ଆପଣମାନେ ସଲ୍ଭ କରନ୍ତୁ ଏବଂ ଆପଣଙ୍କର ଯଦି ଆହୁରି କିଛି ପ୍ରୋବ୍ଲେମ୍ ରହିଛି ଆପଣମାନେ ଆମକୁ ଆମର ଯେଉଁ ଚ୍ୟାନେଲ୍ ରହିଛି ଏଇ ଚ୍ୟାନେଲ୍ରେ ଆପଣମାନେ କମେଣ୍ଟ ବକ୍ସରେ ମଧ୍ୟ କମେଣ୍ଟ କରିପାରିବେ। ତା ସହିତ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ ରହିଛି ସେଇ ଟେଲିଗ୍ରାମ ଚ୍ୟାନେଲ୍ରେ ମଧ୍ୟ ଆପଣମାନେ ଆମକୁ ପଚାରିପାରିବେ, ଯାହାକି ଆପଣମାନଙ୍କୁ ମୁଁ ଏଇ ନେଇ ପୁରା ସବୁ ବିବରଣୀ ବତେଇଦେବି। ସେଇ ପ୍ରୋସେସ୍ରେ ଆପଣମାନେ ଏଇଟାକୁ କମ୍ପ୍ଲିଟ୍ କରିପାରିବେ।